ଡିଜେଲ ବୋଝେଇ ମାଲଗାଡ଼ି ଲାଇନଚ୍ୟୁତ ଏବଂ ଜଳିଗଲା 7ରୁ ଉର୍ଦ୍ଧ୍ୱ ଡବା। ଆଜି ପୂର୍ବାହ୍ନ ସମୟରେ ଚେନ୍ନାଇରୁ ଆରକୋରାମ ଯାଉଥିବା ଗୋଟିଏ ଡିଜେଲ ବୋଝେଇ ମାଲଗାଡ଼ି ଚେନ୍ନାଇ ନିକଟରେ ଲାଇନଚ୍ୟୁତ ହୋଇଯାଇଥିଲା ଏବଂ ତୁରନ୍ତ ଏଥିରେ ନିଆଁ ଲାଗିଯାଇଥିଲା। କିନ୍ତୁ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ନିକଟ ଅଞ୍ଚଳର ବାସ କରୁଥିବା ବାସିନ୍ଦା। ସୂଚନା ଅନୁଯାୟୀ ଚେନ୍ନାଇରୁ ଆରକୋରାମ ଯାଉଥିବା ଡିଜେଲ ବୋଝେଇ ଟ୍ରେନ୍ଟି ଚେନ୍ନାଇଠାରୁ 15 କିଲୋମିଟର ଦୂରରେ ଲାଇନଚ୍ୟୁତ ହୋଇଥିଲା ଏବଂ ତୁରନ୍ତ ଏଥିରେ ନିଆଁ ଲାଗିଯାଇଥିଲା ଓ ପ୍ରାୟ 7ରୁ ଉର୍ଦ୍ଧ୍ୱ ଡବାରେ ନିଆଁ ଲାଗିଯାଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରି ନାକେଦମ ହୋଇଛନ୍ତି। ଏହି ଦୁର୍ଘଟଣା ଯୋଗୁଁ ବାଙ୍ଗାଲୁରୁ ଓ ଚେନ୍ନାଇ ମଧ୍ୟରେ ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଛି। କିଛି ଟ୍ରେନ୍ ବାତିଲ ହେବା ସହ ବହୁତ ଟ୍ରେନ୍ର ଗତିପଥରେ ପରିବର୍ତ୍ତନ କରାଯାଇଛି।